ଖରାବେଳ ରୋଷେଇରେ ଦିଦିର ମୋର ଲାଗି ପଡ଼ିଥିଲୁ। ଦିଦି କୋବି ବିନ୍ସ କଟାକଟି କରିଦେଇଥିଲା। ମୁଁ ଶାଗ ବାଡ଼ିରୁ ତୋଳି ଦେଇକି ବଛାବଛି କରିଦେଇ ଧୁଆଧୁଇ କରିଦେଇଥିଲି। ଖରାବେଳେ ଗାଈମାନଙ୍କର ଖାଇବା ସମୟ ହେଇଯାଇଥିଲା। କୁଣ୍ଡରେ ପେଜ ତୋରାଣୀ ଚୋକଡ଼ ପରିବା ଚୋପା ସବୁ ସଜାଡ଼ି ଗାଈମାନଙ୍କୁ ଖାଇବାକୁ ଦେଇଥିଲି। ଶାଗ ଧୋଇ ସାରିବା ପରେ କିଛି ସମୟ ପାଣି ଛାଡ଼ିବା ପାଇଁ ରଖିଦେଲି। ପାଣି ଛାଡ଼ିଗଲା ପରେ ଶାଗ କଟାକଟି କରିଦେଇଥିଲି। ଶାଗ କଟାକଟି କରିବା ଭିତରେ ଦିଦି ଏପଟେ କୋବି ବିନ୍ସ ଭାଜି ଦେଇଥିଲା। କୋବି ବିନ୍ସ ଭଜା ମୋତେ ବହୁତ ପସନ୍ଦ, ବହୁତ ଭଲ ଲାଗେ ଖାଇବା ପାଇଁ। ତାପରେ ଦିଦି ଶାଗ ବସେଇ ଦେଇଥିଲା। ଶାଗ ଭଜା ବାଇଗଣ ପକେଇ ଭାଜୁଛି, ଟେଷ୍ଟ ଲାଗିବ। ବାଡ଼ି କୋଶଳା ଶାଗ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ସବୁ ରୋଷେଇ ସରିବା ପରେ ମୁଁ ବାଡ଼ିକୁ ଆସିଥିଲି। ବାପା ଗୋଟେ ଗୋଟେ ବାଡ଼ିରୁ ଘାସ ସଫା କରୁଥିଲେ। ଶୀତ ଦିନିଆ କିଛି ଫସଲ ଲାଗିବ। ମୁଁ ଭିଡ଼ିଓ ଟିକେ ଲେଟ୍ରେ ପକାଉଛି। ବାଡ଼ିରେ ସବୁ ଫସଲ ଲାଗିଗଲାଣି। ଖାଇସାରିବା ପରେ ଘଣ୍ଟେ ଖଣ୍ଡେ ରେଷ୍ଟ କରିକି ଦିଦିର ମୋର ଘର କାମରେ ଲାଗି ପଡ଼ିଥିଲୁ। ମୁଁ ସବୁ ଘର କାମ କରିଦେଇଥିଲି। ଦିଦି ସବୁ ଗଛରେ ପାଣି ଦେଇଥିଲା। ଘରର ସବୁ କାମ ସରିବା ପରେ ସନ୍ଧ୍ୟାରେ ଗୋଟେ କଡ଼କ ଚାଟେ ବନେଇ ଦେଇଥିଲି। ଅଦା ମରିଚ ତେଜପତ୍ର ସବୁ ଫୁଟେଇକି ଗୋଟେ ନାଲି ଚାଟେ ବନେଇ ଦେଇଥିଲି। ମଝିଆ ଦିଦିର ତଣ୍ଟି ବସିଯାଇଛି। ମଝିଆ ଦିଦି ପିଇକି କହିଲା ଭାରି ବଢ଼ିଆ ଲାଗୁଛି। ସନ୍ଧ୍ୟାବେଳେ ପିଙ୍କି ଦିଦି ରାତିରେ ପିଠା ହେବ ବୋଲି ଅରୁଆ ଚାଉଳ ନଡ଼ିଆ ଗ୍ରାଇଣ୍ଡିଙ୍ଗ କରିଦେଇଥିଲା। ମଝିଆ ଦିଦିକି ଚିତଉ ପିଠା ବହୁତ ପସନ୍ଦ। ସନ୍ଧ୍ୟାବେଳେ ମୁଁ ଆସିକି ଦୋକାନ ଖୋଲି ଦେଇଥିଲି। ରହିଲି, ନମସ୍କାର, ଜୟ ଜଗନ୍ନାଥ।